ଆପଣଙ୍କୁ ସ୍ୱାଗତ। ଶେର୍ଲକ୍ ହୋମ୍ସ କାହାଣୀ 8 ପୁସ୍ତକର ପଞ୍ଚମ କାହାଣୀ, ଯାହାର ନାଁ ହେଉଛି ପ୍ରାୟୋରୀ ସ୍କୁଲ ବା ଆବାସ ବିଦ୍ୟାଳୟର ଚତୁର୍ଥ ଅଧ୍ୟାୟକୁ। ଏଇଟା ହେବ ଶେଷ ଅଧ୍ୟାୟ। ପୂର୍ବରୁ ଆମେ 3ଟି ଅଧ୍ୟାୟ ଶେଷ କରିଛେ। ଏବେ ଦେଖିବା ଚତୁର୍ଥ ଅଧ୍ୟାୟରେ କ'ଣ ଘଟଣା ଘଟିଲା। ପୂର୍ବ ଅଧ୍ୟାୟରେ ଆମେ ଦେଖିଥିଲେ ଶେର୍ଲକ୍ ହୋମ୍ସ ଆଉ ୱାଟସନ୍ ଅନୁସନ୍ଧାନ କରିକି ସେଇ ଫାଇଟିଂ କ୍ଲବ ବା ଲଢ଼ୁଆ କୁକୁଡ଼ା ନାମକ ହୋଟେଲକୁ ଯାଇଥିଲେ। ସେଠି ଯାହା ଘଟଣା ଘଟିଲା ଆସି ଡ୍ୟୁକ୍ଙ୍କୁ ଜଣେଇଥିଲେ। ତାପରେ କ'ଣ ହେଲା, କେମିତି ରହସ୍ୟ ଉନ୍ମୋଚନ କରିବେ, ଚାଲନ୍ତୁ ଦେଖିବା। ଆରମ୍ଭ କରିବା। ଡ୍ୟୁକ୍ଙ୍କର ସେ ସମୟର ଚେହେରା ମୁଁ ମୋଟେ ଭୁଲି ପାରିବି ନାହିଁ। ସତେ ଯେମିତି ସେ ପାତାଳ ଗହ୍ୱରରେ ଖସି ପଡ଼ୁଛନ୍ତି। ତାପରେ ସେ ଚେଷ୍ଟା କରି ନିଜକୁ ସଂଯତ କରି ଚୌକିରେ ବସିଗଲେ। ହାତ ଭିତରେ ମୁହଁଟା ଗୁଞ୍ଜି କହିଲେ, ଆପଣ ଏ ବିଷୟରେ କ'ଣ ଜାଣନ୍ତି? ଆପଣ ଦୁଇଜଣଙ୍କୁ ମୁଁ ଗତକାଲି ସେଠି ଦେଖିଛି। ଶେର୍ଲକ୍ ହୋମ୍ସ ଏକଥା କହିଲେ କି ଆପଣ ଦୁଇଜଣଙ୍କୁ ମୁଁ ଗତକାଲି ସେଠି ଦେଖିଛି। ଆପଣଙ୍କ ବନ୍ଧୁଙ୍କ ଛଡ଼ା ଏକଥା ଅନ୍ୟ କେହି ଜାଣନ୍ତି କି? ମୁଁ କାହାକୁ ଏକଥା କହିନାହିଁ। ମୁଁ ମୋ କଥା ରକ୍ଷା କରିବି ମିଷ୍ଟର ହୋମ୍ସ। ଏକଥା ଡ୍ୟୁକ୍ କହୁଛନ୍ତି କି ମୁଁ ମୋ କଥା ରକ୍ଷା କରିବି। ଆପଣଙ୍କ ସମ୍ବାଦ ମୋ ପାଇଁ ଭଲ ହେଉ ବା ନ ହେଉ, ମୁଁ ଚେକ୍ଟା ଲେଖୁଛି। ପୁରସ୍କାରଟା ଘୋଷଣା କଲାବେଳେ ପରିଣତି କ'ଣ ହେବ ମୁଁ ମୋଟେ ଚିନ୍ତା କରିନଥିଲି। କିନ୍ତୁ ଆପଣ ଆଉ ଆପଣଙ୍କ ବନ୍ଧୁ ନିଶ୍ଚୟ ବିଚାରବନ୍ତ ଲୋକ। ମୁଁ ଆପଣଙ୍କ କଥା ବୁଝିପାରୁନାହିଁ, ଶେର୍ଲକ୍ ହୋମ୍ସ କହୁଛନ୍ତି। ମୁଁ ତେବେ ସରଳ ଭାବେ କଥାଟା କହେ। ଯଦି ଆପଣ ଦୁଇଜଣ ଏ ଘଟଣା ଜାଣନ୍ତି, ତେବେ ଅନ୍ୟ କେହି ଜାଣିବାର କିଛି କାରଣ ନାହିଁ। ମୁଁ ଭାବୁଛି ମୋଠାରୁ ଆପଣମାନଙ୍କର ପ୍ରାପ୍ୟ 12,000 ପାଉଣ୍ଡ, ନା କ'ଣ? ହୋମ୍ସ ସାମାନ୍ୟ ହସି ମୁଣ୍ଡ ହଲାଇ କହିଲେ, କାମଟା ଏତେ ସହଜ ନୁହଁ। ଏଇ ସ୍କୁଲ ଶିକ୍ଷକଙ୍କ ମୃତ୍ୟୁ, ତାମାନେ ଯେଉଁ ଜର୍ମାନ ଶିକ୍ଷକ ହିଟଜରଙ୍କର ମୃତ୍ୟୁ ଘଟିଲା, ସେଇ କଥା ସେ କହୁଛନ୍ତି। କି ଆପଣ ଭାବୁଛନ୍ତି ଏଇ ରହସ୍ୟ କଲେ, ଡ୍ୟୁକ୍ଙ୍କୁ କହୁଛନ୍ତି ଶେର୍ଲକ୍ ହୋମ୍ସ, ଯେଉଁ ରହସ୍ୟ କଲେ ବା ଯେଉଁଭଳି ଘଟଣା ଘଟିଲା, ସେଥିରେ ଜଣଙ୍କର ମୃତ୍ୟୁ ହେଲା, ଏଥିପାଇଁ ଆପଣ ଆମକୁ 6,000 ପାଉଣ୍ଡ ବଦଳରେ 2 ଗୁଣ ଦେଇକି ଦେବାକୁ ଚାହୁଁଛନ୍ତି, 12,000 ପାଉଣ୍ଡ। ତାପରେ କ'ଣ ହେଲା ଦେଖିବା। କିନ୍ତୁ ଜେମ୍ସ ସେ ବିଷୟରେ କିଛି ଜାଣେନା। ସେଇ ଶୟତାନ ପଶୁଟାର ସେ କାମ। ଦୁର୍ଭାଗ୍ୟକୁ ଜେମ୍ସ ତାକୁ ତା କାମରେ ନିଯୁକ୍ତ କରିଥିଲା। ଦେଖିବା ଜେମ୍ସ କିଏ? ମୋ ମତରେ ଜଣେ ଲୋକ ଗୋଟେ ଅପରାଧ କରିବାରେ ପ୍ରବୃତ୍ତ ହେଲେ ସେଥିରୁ ଅନ୍ୟ ଯାହା କିଛି ଅପରାଧ ଘଟିବ, ସେଥିପାଇଁ ସେ ନୈତିକତା ଦୃଷ୍ଟିରୁ ଦାୟୀ। ଶେର୍ଲକ୍ ହୋମ୍ସ କହୁଛନ୍ତି କି ଯାହାର ଅପରାଧ କରିବାର ମନ ବା ପ୍ରବଣତା ଅଛି, ସିଏ ତାହା ସହିତ ଯାହା ଘଟଣା ଘଟିବ ବା ଅପରାଧ ଘଟିବ, ସେଥିପାଇଁ ସେ ନିଜେ ଦାୟୀ ହେବ। ନୈତିକତା ଦୃଷ୍ଟିରୁ ମିଷ୍ଟର ହୋମ୍ସ ଆପଣ ଠିକ୍ କହିଛନ୍ତି, କିନ୍ତୁ ଆଇନ ଦୃଷ୍ଟିରୁ ନୁହେଁ। ସେ ହତ୍ୟାସ୍ଥଳରେ ନାହିଁ ଏବଂ ହତ୍ୟାକୁ ଆପଣଙ୍କ ପରି ଘୃଣା ଆଉ ଭୟ କରେ। ତାକୁ ଦୋଷ ଦିଆଯାଇପାରିବ ନାହିଁ। ତାମାନେ ସେ ଜେମ୍ସକୁ ଦୋଷ ଦିଆଯାଇପାରିବ ନାହିଁ। ଜେମ୍ସ କିଏ? ତାଙ୍କର ଯିଏ ସେକ୍ରେଟାରୀ ଅଛନ୍ତି। ଦେଖିବା କ'ଣ ହେଲା। ସେ ଜେମ୍ସ ୱାଇଲ୍ଡର, ଯିଏକି ଡ୍ୟୁକ୍ଙ୍କ ସେକ୍ରେଟାରୀ ଅଛନ୍ତି ଏବେ। ସେ ଡ୍ୟୁକ୍ଙ୍କର କ'ଣ ହେବେ ଆମେ ପରେ ଜାଣିବା ରହସ୍ୟର। ଦେଖିବା। ସେ ଏ ଘଟଣା ଶୁଣିବା ମାତ୍ରେ ସବୁ କଥା ସ୍ୱୀକାର କରିଛି ଏବଂ ତା ମନରେ ଭୟ ଆଉ ଅନୁତାପ ଆସିଛି। ମିଷ୍ଟର ହୋମ୍ସ, ଆପଣ ତାକୁ ରକ୍ଷା କରନ୍ତୁ। ମୋର ଅନୁରୋଧ, ଆପଣ ଯେକୌଣସି ପ୍ରକାରେ ତାକୁ ରକ୍ଷା କରନ୍ତୁ।
एकथा ड्यूक अनुरोध करुछंती शेरलक होम्सको। तापरे ड्यूक जेते चेष्टा कले भी धैर्य धरी रही पारिले नहीं। विचलित होई घर भितर एपट सेपट हेले। शेषरे से निजकु संयत करी पुणी चौकी बसी गले एवं कहिले, आपण ए विषय काहाकू किछि कहिबा आगरु मो पाखकु आसीथिबारु मु आपनकु धन्यवाद देउछि। आमे अंततः ए घृणा अपवाद केते दूर कमाई पारिबो से विषय विचार करिबा। ताहा बिल्कुल ठीक। मु भाबुछि आमे आम भितरे पूरापूरी खोला कथबार्ता हेबा दरकार। मु मो पारु पर्यंत आपनकु साहाय्य करबाकू राजी अछि, किंतु सेथिपाई वर्तमान घटनार परिस्थिति टिकिनिकी जानिबा मोर दरकार। आपणको कथारू जानिली जे आपण मिस्टर जेम्स वाइल्डरଙ୍କ कथा कहूथिले आउ से हत्याकारी नुहंती ना, हत्याकारी खसी चली जाइछि। हसी हसी शेरलक होम्स कहिले, मोर जहा किछि सामान्य ख्याति अछि आपण सुनी नाहंती। ता नहले मो हाबुडरू एते सहजरे केही खसी जिबा कथा आपण चिंता करि नथान्ते। मो खबर अनुसारे काली राती 11टा बेले मिस्टर रूबेन हेयस को चेस्टारफील्ड रे अरेस्ट करा जाइछि। रूबेन हेयर्स होचुंदी के से जो होटल रो मालिक थिले, फाइटिंग क्लब जो होटल। तापरे आज सकाळे मु स्कूल रु आसीबा आगरु पुलिस मते टेलीग्राम करी ए खबर जणाई दैछंती। विस्मित ड्यूक होम्स को मुह को बल बल करी चाहि रहिले। कहिले, आपणको क्षमता मनीष पक्षरे संभव नुहे मिस्टर होम्स। रूबेन हेयस ताहाले अरेस्ट होईछि। अवश्य ता फलरे जेम्स रो जदि किछि क्षति न हुए तेबे मु खूब आनंदित। आपणको सेक्रेटरी जेम्स तो तामाने शेरलक होम्स कहउछन्ते, आपण को जेम्स कथा कहउछन्ते? आपणको सेक्रेटरी जेम्स वाइल्डर को कथा कहउछन्ती तो? तापरे ना, मो पुओ। एथर किंतु विस्मित हेबार पाळी पड़िला होम्स कर। से कहिले, सत कहूची ए कथा मो पाई पूरा नुआ। आपण परिष्कार भावे सबू कहिबा पाई अनुरोध करूची। तामाने शेरलक होम्स ड्यूक को कहउछन्ती कि आपण परिष्कार भावे कहंतु। आपण कहउछन्ती जेम्स वाइल्डर होउछन्ती आपणकर पुओ। से तो आपणकर सेक्रेटरी ना। तापर कोन हला देखिबा केमिति तांकर पुओ, ड्यूकर पुओ। तापरे मु आपण मानक पाखरे किछि लुचाइबी नाही, ए कथा ड्यूक कहउछन्ती। मु आपणक सहित एकमत जे खोलाखोली कथावार्ता वर्तमान परिस्थिति रे सबुठारु भलो। मो पाई ताहा कष्टदायक हेले भी जेम्स रो भूल आउ ईर्षा जोगु आमे जेउ परिस्थिति रे पड़िछु से दृष्टिरु खोलाखोली कथावार्ता एकमात्र पंथा। मु जेतेबेले युवक थिली जनकु प्रेम करुथिली। से प्रेम खूब निबिड़ आउ जीवन रे थरे मात्र आसी थाए। मु तांकु विवाह करिवार प्रस्ताव कली, किंतु से मना करिदेले। कारण से भाविले ए विवाह द्वारा मोर सामाजिक राजनैतिक जीवन रे क्षति घटिबो। से जदि बंची रही थांते तेबे मु अन्य काहाकू विवाह करि न थांती। तामाने ए जो ड्यूक होचंती सम्रांत घर लोक, तांकर सामाजिक राजनीतिक जीवन रे असुविधा हो बोली कि सेही जो महिला जनक मना कले बा जाहाकू से भल पाउथिले से मना कले। किंतु से मरी गले आउ एई एकमात्र संतान को छाड़ी गले। तांकर स्मृति रे मु ताकू पाली आसी अछि। मु तार बाप बोली दुनिया आगरे कहि पारिली नाही, किंतु मु तार उपयुक्त शिक्षार व्यवस्था कली
ଆଉ ସେ ବଡ଼ ହୋଇଯିବା ପରେ ତାକୁ ମୋ ପାଖେ ପାଖେ ରଖିଲି। ତାମାନେ ଏଇ ଜେମ୍ସ ୱାଇଲ୍ଡର ହେଉଛନ୍ତି ସେଇ ପୁଅ। ତାମାନେ ଡ୍ୟୁକୁଙ୍କ ଯୌବନ ସମୟରେ ଯେଉଁ ପୁଅ ଜନ୍ମ ହୋଇଥିଲା ଇଏ ହେଉଛି ସେଇ ପୁଅ। ତାମାନେ ସେ ପୁଅଟି ଗୋଟେ ମା ପାଖରୁ ଯିଏକି ମରିଗଲେ, ଆଉ ଯେଉଁ ଛୋଟ ପିଲାଟି ସ୍କୁଲରୁ ତାକୁ ହରଣଚାର କରାଯାଇଛି ବା କିଡ଼ନାପ୍ କରାଯାଇଛି ସେ ପିଲାଟି ଆଉ ଗୋଟେ ପୁଅ। ତାମାନେ ତାଙ୍କର ଦୁଇ ପୁଅ, ଡ୍ୟୁକୁଙ୍କର ଦୁଇ ପୁଅ। ତାପରେ କ'ଣ ହେଲା ଦେଖିବା। କିନ୍ତୁ ଆଶ୍ଚର୍ଯ୍ୟର କଥା, ସେ ମୋର ଏକ ଗୁପ୍ତ କଥା ଜାଣିପାରିଲା। ତାମାନେ ସେ ଜେମ୍ସ ଏ ଗୁପ୍ତ କଥା ଜାଣିପାରିଲା କି ତାର ବାପା ଆଗରୁ ତା ମାଆଙ୍କୁ ଭଲ ପାଉଥିଲେ ବୋଲି। ତାପରେ ସେଇ ଦିନଠାରୁ ସେ ମୋ ଉପରେ ତାର ଅଧିକାର ସାବ୍ୟସ୍ତ କରିବା ପାଇଁ ଆଉ ମୋ ନାଁରେ ଅପବାଦ ସୃଷ୍ଟି କରିବା ପାଇଁ ଚିନ୍ତା କଲା। ମୋ ବୈବାହିକ ଜୀବନର ଅଶାନ୍ତିରେ ତାରି ଉପସ୍ଥିତି ଅନେକ ପରିମାଣରେ ଦାୟୀ। କିନ୍ତୁ ସବୁଠାରୁ ବଡ଼ କଥା ହେଲା, ମୂଳରୁ ସେ ମୋର ପୁଅ ଆଉ ଉତ୍ତରାଧିକାରୀକୁ ବରାବର ଘୃଣା କରିବାରେ ଲାଗିଲା। ତାମାନେ ସେ ଛୋଟ ପିଲାଟାକୁ ଏ ଜେମ୍ସ ଘୃଣା କରିବାରେ ଲାଗିଲା, ବଡ଼ ପୁଅ। ଆପଣ ପଚାରିପାରନ୍ତି, ଏଭଳି ପରିସ୍ଥିତିରେ ମୁଁ କାହିଁକି ତଥାପି ଜେମ୍ସକୁ ମୋ ଘରେ ରଖିଲି? ତାର କାରଣ, ତା ମୁହଁରେ ମୁଁ ତା ମାଆଙ୍କ ମୁହଁ ଦେଖିପାରୁଥିଲି, ଆଉ ତାଙ୍କରି ପାଇଁ ମୋତେ ଅନେକ ଦୁଃଖ ସହିବାକୁ ପଡ଼ିଲା। ଜେମ୍ସର ଚାଲି ଚଳନ, ହାବଭାବ ସବୁ ମୋ ମନରେ ତା ମାଆଙ୍କ ସ୍ମୃତି ଆଣିଦେଲା। ତେଣୁ ମୁଁ ତାକୁ ଦୂର କରିପାରିଲି ନାହିଁ। କିନ୍ତୁ ମୋର ଭୟ ହେଲା, ସେ ମୋ ପୁଅ ଆର୍ଥର ବା ଲର୍ଡ ସାଲ୍ଟାୟାର, ଯେଉଁ ଛୋଟ ପିଲା ସ୍କୁଲରୁ ହଜିଛି, ତାର କ୍ଷତି କରିପାରେ। ତେଣୁ ସେ ନିରାପଦରେ ରହିବା ପାଇଁ ମୁଁ ତାକୁ ଡକ୍ଟର ହକ୍ସଟେବଲଙ୍କ ସ୍କୁଲକୁ ପଠାଇଦେଲି। ତାମାନେ ଏକଥା ଡ୍ୟୁକ୍ କହୁଛନ୍ତି କି ଏଇ ଘଟଣା ହେଲା। ତାପରେ ଏଇ ରୁବେନ୍ ହେୟସ୍ ମୋର ପ୍ରଜା ଆଉ ଜେମ୍ସ ମୋର ଏଜେଣ୍ଟ। ଜେମ୍ସ ମାନେ ଜେମ୍ସ ୱାଇଲ୍ଡର, ଯେଉଁ ତାଙ୍କ ବଡ଼ ପୁଅ, ତାଙ୍କର ଏଜେଣ୍ଟ। ତେଣୁ ତା ସାଥିରେ ଜେମ୍ସର ପରିଚୟ ହେଲା। ଆରମ୍ଭରୁ ହିଁ ସେ ଲୋକଟା ବଡ଼ ବଦମାସ। ତାମାନେ ରୁବେନ୍ ହେୟସ୍, ସେ ଯେଉଁ ଫାଇଟିଂ କ୍ଲବର ମାଲିକ ଯିଏ। କିନ୍ତୁ କେମିତି ଭାବରେ ଜେମ୍ସର ତା ସାଥିରେ ଘନିଷ୍ଠତା ହୋଇଗଲା। ନୀଚ ଲୋକଙ୍କ ସାଥିରେ ମିଶିବା ତାର ଗୋଟେ ପ୍ରବୃତ୍ତି। ତାମାନେ ଜେମ୍ସର ପ୍ରବୃତ୍ତି, ତାଙ୍କ ବଡ଼ ପୁଅର ପ୍ରବୃତ୍ତି। ଲର୍ଡ ସାଲ୍ଟାୟାରକୁ ବା ଛୋଟ ପୁଅକୁ ହରଣଚାଲ କରିବା ପାଇଁ ଜେମ୍ସ ଯେତେବେଳେ ଠିକ୍ କଲା, ଏଇ ଲୋକଟାକୁ ସେ କାମରେ ଲଗାଇଲା। ଆପଣଙ୍କର ମନେଥିବ, ହରଣଚାଲ ପୂର୍ବଦିନ ମୁଁ ଆର୍ଥର ପାଖକୁ ଖଣ୍ଡେ ଚିଠି ଦେଇଥିଲି। ଜେମ୍ସ ସେଇଟା ଖୋଲି ତା ଭିତରେ ଆଉ ଖଣ୍ଡେ ଚିଠି ପୁରାଇ ଦେଲା। ରାଗଟ୍ସ ଜଙ୍ଗଲରେ ତା ସାଥିରେ ଦେଖା କରିବା ପାଇଁ ସେ ଆର୍ଥର ପାଖକୁ ସେ ଚିଠିରେ ଲେଖିଥିଲା। ସେଥିରେ ସେ ଡଚେସ୍ଙ୍କ ନାଁ ଲେଖି ଦେଇଥିଲା। ତେଣୁ ଡଚେସ୍ ମାନେ ତାର ସେ ଛୋଟ ପିଲାଟିର ମା ଯିଏ, ବା ଡ୍ୟୁକଙ୍କ ସେକେଣ୍ଡ ବା ଦ୍ୱିତୀୟ ପତ୍ନୀ, ତାଙ୍କରି ନାଁ ଲେଖିଦେଇଥିଲା ଜେମ୍ସ ବା ତାଙ୍କ ବଡ଼ ପୁଅ। ତାପରେ ତେଣୁ ଚିଠିଟା ପାଇ ଆର୍ଥର ଚାଲି ଆସିଲା। ଜେମ୍ସ ମୋ ଆଗରେ ଯାହା ସ୍ୱୀକାର କରିଛି, ମୁଁ ଆପଣଙ୍କୁ ସେଇଆ କହୁଛି। ତାମାନେ ଜେମ୍ସ ଏଇ କଥା ଡ୍ୟୁକଙ୍କୁ କହିଛି କି ଏମିତି କରିଛି ସେ। ତାପରେ ସେଦିନ ସନ୍ଧ୍ୟାରେ ଜେମ୍ସ ସାଇକେଲ ଧରି ଚାଲିଗଲା। ଜଙ୍ଗଲରେ ଆର୍ଥରକୁ ଭେଟିଲା। ତାକୁ କହିଲା ତା ମା ତାକୁ ଦେଖିବା ପାଇଁ ଆଗରେ ଅପେକ୍ଷା କରିଛନ୍ତି। ରାତି ଅଧବେଳକୁ ସେ ବାହାରି ଆସିଲେ। ଜଣେ ଲୋକ ଘୋଡ଼ା ଧରି ତାକୁ ଅପେକ୍ଷା କରିବାର ଦେଖିବ। ସେଇ ଲୋକ ତାକୁ ତା ମାଆଙ୍କ ପାଖକୁ ନେଇଯିବ। ବିଚରା ଆର୍ଥର ଏ ଫାନ୍ଦରେ ପଡ଼ିଗଲା। ଆର୍ଥର ସାଲ୍ଟାୟାର ମାନେ ତାଙ୍କ ସାନ ପୁଅ ଫସିଗଲା, ଛୋଟ ପିଲାଟି। ତାପରେ ସେ ନିର୍ଦ୍ଦିଷ୍ଟ ଜାଗାକୁ ଚାଲି ଆସିଲା। ସେଇଠି ଏଇ ଲୋକ ହେୟସ୍କୁ ଭେଟିଲା। ହେୟସ୍ ତା ପାଇଁ ଆଉ ଗୋଟେ ଘୋଡ଼ା ନେଇଥିଲା। ଦୁହେଁ ସାଥୀ ହୋଇ ଚାଲି ଆସିଲେ।
ଯାହା ଜଣାଯାଇଛି କେହି ତାଙ୍କର ଅନୁସରଣ କଲା। ଏଇ ହେୟସ୍ ତା ବାଡ଼ିରେ ତାଙ୍କ ମୁଣ୍ଡକୁ ଆଘାତ କଲା ଏବଂ ସେଇ ଆଘାତରେ ତାଙ୍କର ମୃତ୍ୟୁ ହେଲା। ତାମାନେ ସେଇ ଜର୍ମାନ ଶିକ୍ଷକ ଛୋଟ ପିଲାଟି ପଛରେ ଆସିଥିଲେ ତାକୁ ଅନୁସରଣ କରିକି, ଆଉ ଏଇ ହେୟସ୍ ବା ଫାଇଟିଂ କ୍ଲବର ମାଲିକ ଯିଏ ସେଇ ତାଙ୍କୁ ମୁଣ୍ଡକୁ ବାଡ଼େଇକି ତାଙ୍କର ମୃତ୍ୟୁର କାରଣ ହେଲା ବା ତାଙ୍କୁ ମାରିଦେଲା। ଏ କଥା ଜେମ୍ସ ମାତ୍ର କାଲି ଶୁଣିଲା। ହେୟସ୍ ଆର୍ଥରକୁ ତା ହୋଟେଲକୁ ଫାଇଟିଂ କକ୍କୁ ନେଇଗଲା। ସେଠି ଉପର ମହଲାର ଗୋଟେ କୋଠରୀରେ ତାକୁ ବନ୍ଦୀ କରି ରଖାଗଲା। ଶ୍ରୀମତୀ ହେୟସ୍କୁ ତାର ଦାୟିତ୍ୱ ଦିଆଗଲା। ଶ୍ରୀମତୀ ହେୟସ୍ ମାନେ ସେ ଯେଉଁ ଫାଇଟିଂ କକ୍ ହୋଟେଲର ମାଲିକଙ୍କ ସ୍ତ୍ରୀକୁ ସେ ଛୋଟ ପିଲାର ଦାୟିତ୍ୱ ଦିଆଗଲା। ଶ୍ରୀମତୀ ହେୟସ୍ ଖୁବ୍ ଭଲ ଲୋକ, କିନ୍ତୁ ତାଙ୍କ ଦୁର୍ଦ୍ଦାନ୍ତ ସ୍ୱାମୀଙ୍କର ପୁରାପୁରି ଅକ୍ତିଆରରେ। ତାପରେ 2 ଦିନ ତଳେ ଆପଣଙ୍କ ସାଥିରେ ମୋର ଦେଖା ହେବା ଆଗରୁ ଅବସ୍ଥା ଏଇଆ ଥିଲା ମିଷ୍ଟର ହୋମ୍ସ। ପ୍ରକୃତ ଘଟଣା ବିଷୟରେ ଆପଣଙ୍କ ଅପେକ୍ଷା ମୋର ଆଉ ଅଧିକା କିଛି ଧାରଣା ନଥିଲା। ଆପଣ ହୁଏତ ପଚାରିପାରନ୍ତି, ଏଭଳି ଗୋଟେ କାମ କରିବାରେ ଜେମ୍ସର କ'ଣ ଉଦ୍ଦେଶ୍ୟ ଥିଲା? ମୋ ପୁଅ ଆର୍ଥରକୁ ସେ ଭଲ ପାଉନଥିଲା। ତା ମନରେ ଗୁଡ଼ାଏ ଯୁକ୍ତିହୀନ ଧାରଣା ଥିଲା। ତା ମତରେ ସେ ମୋର ସମସ୍ତ ସମ୍ପତ୍ତିର ଉତ୍ତରାଧିକାରୀ ହେବା କଥା। କିନ୍ତୁ ସାମାଜିକ ପ୍ରଥା ଯୋଗୁଁ ତାହା ଅସମ୍ଭବ। ତେଣୁ ସେ ସାମାଜିକ ପ୍ରଥାର ବିରୋଧ କରୁଥିଲା। ତା ଛଡ଼ା ତାର ଏକ ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ମଧ୍ୟ ଥିଲା। ସେ ଚାହୁଁଥିଲା ବାପ ପରେ ପୁଅ ସମ୍ପତ୍ତିର ମାଲିକ ହେବାର ଯେଉଁ ପ୍ରଥା ଅଛି ମୁଁ ତାକୁ ଭାଙ୍ଗିଦିଏ। ତା ମତରେ ମୋର ସେ କ୍ଷମତା ଅଛି। ମୁଁ ଯଦି ଏହି ପ୍ରଥା ଭାଙ୍ଗି ଗୋଟେ ୱିଲ୍ କରି ତାକୁ ସବୁ ସମ୍ପତ୍ତି ଦେଇଦିଏ, ସେ ଆର୍ଥରକୁ ମୋତେ ଫେରାଇ ଦେବ। ଏଇ ମର୍ମରେ ଗୋଟେ ଚୁକ୍ତି କରିନେବା ତାର ଉଦ୍ଦେଶ୍ୟ ଥିଲା। ତାମାନେ ସେ ଯେଉଁ ତାଙ୍କ ବଡ଼ ପୁଅ ଯିଏ ହେଉଛି ଜେମ୍ସ ୱାଇଲ୍ଡର, ସିଏ ଚାହୁଁଥିଲା କି ୟାକୁ ବନ୍ଦୀ କରିକି ତା ସାନ ଭାଇକି ସାଲ୍ଟାୟରକୁ ବନ୍ଦୀ କରିକି ଡ୍ୟୁକଙ୍କ ଠାରୁ ବା ତାଙ୍କ ବାପାଙ୍କ ଠାରୁ ସେ ସମ୍ପତ୍ତିର ସବୁ ଚୁକ୍ତି କରିକି ନେଇଯିବ ବୋଲି ଭାବୁଥିଲା। ତାପରେ କ'ଣ ହେଲା? ସେ ଜାଣିଥିଲା ଯେ ମୁଁ ତା ବିରୁଦ୍ଧରେ ପୋଲିସର ସାହାଯ୍ୟ ନେଇପାରିବି ନାହିଁ। ମୁଁ କହିଛି ସେ ମୋ ଆଗରେ ପ୍ରସ୍ତାବ କରିଥାନ୍ତା, କିନ୍ତୁ ସେ ପ୍ରସ୍ତାବ କରିବା ଆଗରୁ ଅବସ୍ଥା ବଦଳିଗଲା। ଏତେ ଚଞ୍ଚଳ ଅବସ୍ଥା ବଦଳିଗଲା ଯେ ସେ ତା ଯୋଜନା କାମରେ ଲଗାଇବାକୁ ବେଳ ପାଇଲା ନାହିଁ। ଆପଣ ମିଷ୍ଟର ହିଡ୍ଜରଙ୍କ ମୃତଦେହ ଆବିଷ୍କାର କରିବା ଫଳରେ ତାର ଏଇ କୁଚକ୍ରାନ୍ତ ପଣ୍ଡ ହୋଇଗଲା। ଏ ଖବର ପାଇବା ମାତ୍ରେ ଜେମ୍ସ ମନରେ ଖୁବ୍ ଭୟ ଆସିଗଲା। କାଲି ଆମେ ଦୁହେଁ ଏଇ ପଢ଼ାଘରେ ବସିଥିବା ବେଳେ ଏଇ ଖବର ଆସିଲା। ଡକ୍ଟର ହକ୍ସଟେବଲ୍ ଟେଲିଗ୍ରାମ କରିଥିଲେ। ଦୁଃଖରେ ଜେମ୍ସ ଅତି ବିଚଳିତ ହୋଇପଡ଼ିଲା। ଆଗରୁ ମୁଁ ତାକୁ ସନ୍ଦେହ କରୁଥିଲି, ଏବେ ସେଇଟା ଦୃଢ଼ ହୋଇଗଲା। ଏ କାମ ପାଇଁ ମୁଁ ତାକୁ ଦାୟୀ କଲି। ସେ ସବୁ କଥା ଆପେ ଆପେ ସ୍ୱୀକାର କରିଗଲା। ତାପରେ କଥାଟାକୁ ଅନ୍ତତଃ ଆଉ 3 ଦିନ ଗୋପନ ରଖିବାକୁ ସେ ମୋତେ ଅନୁରୋଧ କଲା। ଏହି ସମୟ ଭିତରେ ସେ ତାର ସହଯୋଗୀ ହେୟସ୍କୁ କିଛି ପଇସା ପତ୍ର ଦେଇ ପଳାଇ ଯିବାକୁ କହିବା ତାର ଉଦ୍ଦେଶ୍ୟ ଥିଲା। ମୁଁ ସବୁ ସମୟ ପରି ଏଥର ବି ତା କଥା ଭାଙ୍ଗି ପାରିଲି ନାହିଁ। ସେ ହେୟସ୍କୁ ସାବଧାନ କରି ଦେବା ପାଇଁ ସାଙ୍ଗେ ସାଙ୍ଗେ ଫାଇଟିଂ କକ୍ ଚାଲିଗଲା ବା ସେ ହୋଟେଲକୁ ଯେଉଁ ଯାଇଥିଲା। ମୁଁ ଦିନ ବେଳେ ସେଠିକି ଯାଇପାରିଲି ନାହିଁ, କାରଣ ତା ହେଲେ ଲୋକେ ନାନା କଥା ଭୁଟଭାଟ ହେବେ। କିନ୍ତୁ ଅନ୍ଧାର ହେବା ମାତ୍ରେ ମୁଁ ଆର୍ଥରକୁ ଦେଖିବା ପାଇଁ ସେଠିକି ଛୁଟିଗଲି। ତାମାନେ ସେଦିନ ସେ ଯେଉଁ ଗାଡ଼ିରେ ଯିଏ ଯାଇଥିଲେ, ରାତିରେ ଗାଡ଼ି ନେଇକି ଯିଏ ଯାଇଥିଲେ, ଦେଖିଲି ସେ ଭିତରେ ଭଲରେ ଅଛି। କିନ୍ତୁ ଗଲା ଘଟଣା ଗୁଡ଼ାକ ଦେଖି ଭୀଷଣ ଭୟଭୀତ ହୋଇଯାଇଛି। ମୋ ଜବାବ ଅନୁସାରେ
ଅନିଚ୍ଛା ସତ୍ତ୍ୱେ ତାକୁ ସେଠି ଶ୍ରୀମତୀ ହେସ୍ଙ୍କ ଜିମାରେ ଆଉ 3 ଦିନ ଛାଡ଼ି ଆସିବାକୁ ରାଜି ହେଲି। ଆର୍ଥର କେଉଁଠି ଅଛି ସେ କଥା ପୋଲିସକୁ ଜଣାଇବା ଅସମ୍ଭବ, କାରଣ ତାହା ହେଲେ ହତ୍ୟାକାରୀ କିଏ ତାହା ମଧ୍ୟ କହିବାକୁ ପଡ଼ିବ। ଦେଖିଲି ଜେମ୍ସକୁ ନିରାପଦ ରଖି ହତ୍ୟାକାରୀକୁ ଦଣ୍ଡ ଦେବା ସମ୍ଭବ ନୁହେଁ। ଆପଣ ଖୋଲାଖୋଲି କଥାବାର୍ତ୍ତା କରିବାକୁ କହିଲେ ମିଷ୍ଟର ହୋମ୍ସ। ଆପଣଙ୍କ କଥା ଉପରେ ଆସ୍ଥା ରଖି ମୁଁ କୌଣସି କଥା ନ ଲୁଚାଇ ସବୁ କହିଦେଇଛି। ଆପଣ ସେହିପରି ଖୋଲାଖୋଲି ଭାବେ ଆପଣଙ୍କ ମତ କହିବେ ତ? ତାମାନେ ଏଇ କଥା ଡ୍ୟୁକକୁ ସେରଲକ୍ ହୋମ୍ସ କହୁଛନ୍ତି କି ମୁଁ ସବୁ କଥା ଖୋଲାଖୋଲି ଭାବରେ କହିଦେଲି କି ଏଇ ଘଟଣା ଏମିତି ହେଇଛି ବା ହେଇଥିଲା, ତେଣୁକରି ଆପଣ ଆପଣଙ୍କ ମତ ଦିଅନ୍ତୁ। ତାପରେ ହୋମ୍ସ ଉତ୍ତର ଦେଲେ, ହଁ, ମୁଁ ଖୋଲା ମନରେ ସବୁ କହିବି। ପ୍ରଥମେ ମୁଁ ଆପଣଙ୍କୁ କହିବାକୁ କହିବାକୁ ବାଧ୍ୟ ହେଉଛି ଯେ ଆଇନ ଦୃଷ୍ଟିରୁ ଆପଣ ନିଜକୁ ଏକ ଗୁରୁତର ଅବସ୍ଥାରେ ଥୋଇଛନ୍ତି। ଆପଣ ଗୋଟେ ଗୁରୁତର ଅପରାଧୀକୁ କ୍ଷମା କରିଛନ୍ତି, ଆଉ ଜଣେ ହତ୍ୟାକାରୀ ଖସି ପଳାଇ ଯିବା ପାଇଁ ସାହାଯ୍ୟ ମଧ୍ୟ କରିଛନ୍ତି। କାରଣ ଜେମ୍ସ ତାଙ୍କ ସହଯୋଗୀକୁ ସାହାଯ୍ୟ କରିବା ପାଇଁ ଯେଉଁ ପଇସା ନେଇଛନ୍ତି ତାହା ଆପଣଙ୍କ ଠାରୁ ନେଇଛନ୍ତି ବୋଲି ମୋର ମୋଟେ ସନ୍ଦେହ ନାହିଁ। ଏକଥା ସେରଲକ୍ ହୋମ୍ସ କହୁଛନ୍ତି ଡ୍ୟୁକଙ୍କୁ କି ଆପଣ ଦୋଷୀ। ତାପରେ ଡ୍ୟୁକ କେବଳ ମୁଣ୍ଡ ନୁଆଁଇ ସମ୍ମତି ଜଣାଇଲେ। ହୋମ୍ସ ପୁଣି କହିଲେ, ଏହା ଏକ ଗୁରୁତର ଘଟଣା। ମୋ ମତରେ ତାଠୁ ବଳି ଗୁରୁତର ଅପରାଧ ଆପଣଙ୍କ ସାନ ପୁଅଙ୍କ ପ୍ରତି ଆପଣଙ୍କ ମନୋଭାବ। ଆପଣ ତାକୁ 3 ଦିନ ଯାଏଁ ଏଇ ପଶୁ ଗୁହାରେ ଛାଡ଼ି ଦେଇଛନ୍ତି। ତାମାନେ ସେ ଛୋଟ ପିଲାଟାକୁ ଆପଣ ସେ ପଶୁ ଗୁହାରେ ଛାଡ଼ି ଦେଇଛନ୍ତି, ସେ ଯେଉଁ ନର ହତ୍ୟାକାରୀ ଫାଇଟିଂ କକ୍ ହୋଟେଲରେ। ତାପରେ କେବଳ ଆନ୍ତରିକ ଶପଥ ଯୋଗୁଁ, ଏକଥା ଡ୍ୟୁକ କହୁଛନ୍ତି କି ଶପଥ ଯୋଗୁଁ ମୁଁ ଏହା କରିଛି। ତାପରେ ଏହିପରି ଲୋକଙ୍କ ପାଇଁ ଶପଥର ମୂଲ୍ୟ କ'ଣ? ସେ ପୁଣି କୁଆଡ଼େ ଉଭେଇ ନ ଯିବେ ବୋଲି ଆପଣ ଜବାବ ଦେଇପାରିବେ ନାହିଁ। ଆପଣଙ୍କର ଏଇ ଅପରାଧୀ ବଡ଼ ପୁଅକୁ ଖୁସି କରିବା ପାଇଁ ଆପଣ ନିରୀହ ସାନ ପୁଅକୁ ନିଶ୍ଚିନ୍ତ ବିପଦ ଭିତରେ ଛାଡ଼ି ଦେଇଛନ୍ତି। ଏହା ଆଦୌ ନ୍ୟାୟସଙ୍ଗତ କାମ ନୁହେଁ। ମାନ୍ୟବର ଡ୍ୟୁକ ନିଜ ଘର ଭିତରେ ଏମିତି ନିନ୍ଦିତ ହେବାରେ ମୋଟେ ଅଭ୍ୟସ୍ତ ନୁହନ୍ତି। ରାଗରେ ତାଙ୍କ ରକ୍ତ ମୁଣ୍ଡକୁ ଉଠିଗଲା, କିନ୍ତୁ ତାଙ୍କର ବିବେକ ତାଙ୍କୁ ଚୁପ୍ କରିଦେଲା। ହୋମ୍ସ କହିଲେ, ମୁଁ ଆପଣଙ୍କୁ କେବଳ ଗୋଟାଏ ସର୍ତ୍ତରେ ସାହାଯ୍ୟ କରିପାରେ। ତାହା ହେଲା, ଆପଣ ଜଣେ ଚାକରକୁ ଡକାନ୍ତୁ, ଆଉ ତାକୁ ମୁଁ ମୋ ଇଚ୍ଛା ଅନୁସାରେ ଆଦେଶ ଦେବି। ପଦେ ହେଲେ କଥା ନ କହି ଡ୍ୟୁକ ଇଲେକ୍ଟ୍ରିକ୍ ବୋତାମଟା ଚାପିଦେଲେ। ଜଣେ ଚାକର ଆସି ପହଞ୍ଚିଲା। ହୋମ୍ସ ତାକୁ କହିଲେ, ତୁମେ ଶୁଣି ଖୁସି ହେବ ଯେ ତୁମ ସାନ ମାଲିକ ମିଳିଛନ୍ତି, ବା ସେଇ ଛୋଟ ପିଲାଟି ଯିଏକି ସାଲ୍ଟାୟାର, ସେ ମିଳିଯାଇଛନ୍ତି। ଡ୍ୟୁକଙ୍କର ଇଚ୍ଛା ଏଇ ସଙ୍ଗେ ସଙ୍ଗେ ଗୋଟାଏ ଗାଡ଼ି ଫାଇଟିଂ କକ୍ ଯାଇ ସେଠୁ ତାଙ୍କୁ ନେଇ ଆସିବ। ଅତି ଆନନ୍ଦରେ ଚାକର ଚାଲିଯିବା ପରେ ହୋମ୍ସ କହିଲେ, ଭବିଷ୍ୟତକୁ ନିରାପଦ କଲା ପରେ ଆମେ ଅତୀତ ବିଷୟରେ କିଛିଟା କୋହଳ ହୋଇପାରିବା। ମୁଁ ସରକାରୀ କ୍ଷମତାରେ ନାହିଁ, ତେଣୁ ସରକାର ତରଫରୁ ଏ ବିଷୟରେ କାର୍ଯ୍ୟାନୁଷ୍ଠାନ ନ ନେବା ଯାଏଁ ମୁଁ ଯାହା ଜାଣେ ତାହା ପ୍ରକାଶ କରିବାର କିଛି କାରଣ ନାହିଁ। ହେୟସ୍ ବାବଦରେ ମୋର କିଛି କହିବାର ନାହିଁ। ଫାଶୀ ଖୁଣ୍ଟ ତାକୁ ଅପେକ୍ଷା କରିଛି। ତାକୁ ସେଥିରୁ ରକ୍ଷା କରିବା ପାଇଁ ମୁଁ କିଛି କରିପାରିବି ନାହିଁ। ସେ କ'ଣ ପ୍ରକାଶ କରିବ ମୁଁ କହିପାରୁନାହିଁ, କିନ୍ତୁ ସେ ନୀରବ ରହିବା ତା ପକ୍ଷରେ ଭଲ ହେବ ବୋଲି ଆପଣ ତାକୁ ବୁଝାଇ ପାରିବେ। ତାମାନେ ଡ୍ୟୁକଙ୍କୁ ଏକଥା ସେରଲକ୍ ହୋମ୍ସ କହୁଛନ୍ତି କି ଆପଣ ସେ ଯେଉଁ ଫାଇଟିଂ କକ୍ର ମାଲିକକୁ ଏକଥା ବୁଝାଇ ଦେବେ କି ସିଏ ଜର୍ମାନ ଶିକ୍ଷକଙ୍କୁ ହତ୍ୟା କରିଛି। ତାପରେ ସେ ଚୁପ୍ ରହିଲେ ଭଲ ହେବ ବା ଆପଣଙ୍କ ପାଇଁ ସୁବିଧା ହେବ। ତାପରେ
ଏଥିରେ ମୋର ସନ୍ଦେହ ନାହିଁ। ପୋଲିସ ଧରି ନେବ। ସେ ଆପଣଙ୍କ ଠାରୁ ପଇସା ପାଇବା ପାଇଁ ଝଡ଼ାଇବା ପାଇଁ ଆପଣଙ୍କ ପୁଅକୁ ହରଣଚାଳ କରି ନେଇଥିଲା। ତାଙ୍କୁ ଅନ୍ୟ କୌଣସି ଧାରଣା ଦେବା ମୋର ଦରକାର ନାହିଁ। କିନ୍ତୁ ଆପଣଙ୍କୁ ମୁଁ ସାବଧାନ କରିଦେଉଛି ଯେ ମିଷ୍ଟର ଜେମ୍ସ ୱାଇଲ୍ଡର ଯେତେ ବେଶୀ ଦିନ ଆପଣଙ୍କ ପାଖେ ରହିବେ ଆପଣଙ୍କ ଦୁର୍ଭାଗ୍ୟ ସେତିକି ବଢ଼ି ଚାଲିବ। ତାମାନେ ତାଙ୍କ ବଡ଼ ପୁଅ ଜେମ୍ସ ୱାଇଲ୍ଡର ଯେତେ ସମୟ ଡ୍ୟୁକଙ୍କ ପାଖରେ ରହିବେ ସେତେ ଅସୁବିଧା କରେଇବେ, କାରଣ ସେ ସେଇ ଟାଇପ୍ର। ତାପରେ ମୁଁ ତାହା ବୁଝୁଛି ମିଷ୍ଟର ହୋମ୍ସ। ସେ ସବୁଦିନ ପାଇଁ ମୋତେ ଛାଡ଼ି ଅଷ୍ଟ୍ରେଲିଆ ଯିବାର ବ୍ୟବସ୍ଥା ହୋଇସାରିଲାଣି। ତାହେଲେ ଆପଣ ତ ନିଜେ କହିଛନ୍ତି ଆପଣଙ୍କ ବିବାହିତ ଜୀବନରେ ଅଶାନ୍ତି ତାଙ୍କ ଉପସ୍ଥିତି ଯୋଗୁଁ ଘଟିଛି। ତେଣୁ ମୁଁ ପ୍ରସ୍ତାବ ଦେଉଛି ଡଚେସ୍ଙ୍କ ପ୍ରତି ଆପଣ ଯେଉଁ ଅନ୍ୟାୟ କରିଛନ୍ତି ତାକୁ ସୁଧାରି ନିଅନ୍ତୁ ଆଉ ଆପଣଙ୍କ ପୂର୍ବ ସମ୍ବନ୍ଧ ଫେରାଇ ଆଣି ଶାନ୍ତିରେ ରୁହନ୍ତୁ। ତାମାନେ ତାଙ୍କର ଯେଉଁ ବଡ଼ ପୁଅ ବା ପ୍ରଥମ ପତ୍ନୀଙ୍କର ଗର୍ଭର ଯେଉଁ ପୁଅ ସେ ଅଷ୍ଟ୍ରେଲିଆ ଚାଲିଯିବ, ଆଉ ଦ୍ୱିତୀୟ ପତ୍ନୀ ଯେଉଁ ଛାଡ଼ି ଯାଇଛନ୍ତି ଡ୍ୟୁକଙ୍କୁ ଆଉ ତାଙ୍କ ପୁଅକୁ, ସେ ପାଖକୁ ତାଙ୍କୁ ନେଇ ଆସିକି ପୁଣି ପରିବାରକୁ ଏକାଠି କରିକି ଭଲରେ ରହିବା ପାଇଁ ଉପଦେଶ ଦେଉଛନ୍ତି ସେର୍ଲକ୍ ହୋମ୍ସ ଡ୍ୟୁକଙ୍କୁ। ତାପରେ ତା ବ୍ୟବସ୍ଥା ମଧ୍ୟ ମୁଁ କରିସାରିଛି ମିଷ୍ଟର ହୋମ୍ସ। ଆଜି ସକାଳେ ମୁଁ ଡଚେସ୍ଙ୍କ ପାଖକୁ ଚିଠି ଲେଖିଛି। ତାମାନେ ଏକଥା କହୁଛନ୍ତି ଡ୍ୟୁକ କି ସେ ବ୍ୟବସ୍ଥା ବି କରିଛି ହେଲା। ତାଙ୍କ ଦ୍ୱିତୀୟ ପତ୍ନୀଙ୍କୁ ସେ ଚିଠି ଲେଖିଛନ୍ତି ଆଉ ପାଖକୁ ଆସିବାକୁ କହିଛନ୍ତି। ତାପରେ ହୋମ୍ସ ଉଠି ଠିଆ ହୋଇ କହିଲେ, ତାହେଲେ ମୁଁ ଭାବୁଛି ମୁଁ ଆଉ ମୋ ବନ୍ଧୁ ନିଜକୁ ଧନ୍ୟବାଦ ଦେବା କଥା, କାରଣ ଉତ୍ତର ଇଂଲଣ୍ଡକୁ ଅଳ୍ପ ଦିନ ପାଇଁ ଆମେ ଆସିବାରେ ଅତି ସୁଖକର ଫଳ ମିଳିଛି। ଆଉ ଗୋଟେ ଛୋଟ ବିଷୟ ମୁଁ ଜାଣିବାକୁ ଚାହେଁ। ଏଇ ଲୋକ ହେସ୍ ତା ଘୋଡ଼ାଙ୍କ ଗୋଡ଼ରେ ଯେଉଁ ନାଲ ପିନ୍ଧାଇଛି ତାହା ଠିକ୍ ଗୋରୁ ଖୁରାର ନକଲ କରାଯାଇଛି। ତାମାନେ ଏଇଠି ସେ କହୁଛନ୍ତି ସେଇ ଯେଉଁ ଜଙ୍ଗଲରେ ଖୋଜିଲା ବେଳେ ଯେଉଁ ଗୋରୁଙ୍କର ଖୁରା ପାଦ ଚିହ୍ନ ଥିଲା ବା ଖୁରା ଚିହ୍ନ ଥିଲା, କିନ୍ତୁ ଗୋଟେ କି ଗୋରୁ ମିଳିନଥିଲେ। ଆମେ ପୂର୍ବ ଅଧ୍ୟାୟରେ ଦେଖିଛେ। ତାର ରହସ୍ୟ କ'ଣ ସେ ପଚାରୁଛନ୍ତି, ଡ୍ୟୁକଙ୍କୁ ପଚାରୁଛନ୍ତି ସେର୍ଲକ୍ ହୋମ୍ସ। ଦେଖିବା ତାର ରହସ୍ୟ ଉନ୍ମୋଚନ ହେବ। ଏଇ ଅସାଧାରଣ ଉପାୟ ତ ତାର ବୁଦ୍ଧି ହୋଇନପାରେ। ସେ କ'ଣ ମିଷ୍ଟର ୱାଇଲ୍ଡରଙ୍କ ଠାରୁ ଏହା ଶିଖିଥିଲା? ଡ୍ୟୁକ ଠିଆ ହୋଇ କିଛି କ୍ଷଣ ଚିନ୍ତା କଲେ। ତାଙ୍କ ଆଖିରେ ଗଭୀର ବିସ୍ମୟର ଚିହ୍ନ। ତାପରେ ସେ ଗୋଟେ ଦରଜା ଖୋଲି ଆମକୁ ବଖରାଏ ବଡ଼ ଘର ଦେଖାଇଲେ। ଘରଟା ଗୋଟେ ମ୍ୟୁଜିୟମ ପରି ହୋଇଥାଏ। ଘରର ଗୋଟେ କୋଣରେ ଗୋଟେ କାଚ ଆଲମିରା। ସେ ଆମକୁ ସେଠିକି ନେଇଗଲେ ଆଉ ତା ଭିତରକୁ ଠାରି ଦେଖାଇଲେ। ଭିତରେ ଗୋଟେ ଲେଖା ଥିଲା, ଏଇ ନାଲ ସବୁ ହୋଲ୍ଡରନେସ୍ ହଲ୍ର ପରୀକ୍ଷାରୁ ଖୋଳା ହୋଇ ବାହାରିଥିଲା। ଏହା ଘୋଡ଼ାମାନଙ୍କ ବ୍ୟବହାର ପାଇଁ, କିନ୍ତୁ ତାକୁ ଗୋରୁ ଖୁରା ପରି ତିଆରି କରାଯାଇଛି। ଫଳରେ କେହି ଅନୁସରଣ କଲେ ଭ୍ରମରେ ପଡ଼ିଯିବ। ଏସବୁ ହୋଲ୍ଡରନେସ୍ର ମଧ୍ୟଯୁଗର କୌଣସି ଲୁଣ୍ଠନକାରୀ ବାରନ୍ଙ୍କର ବୋଲି ଅନୁମାନ କରାଯାଏ। ତାମାନେ ଏଇଠି ସେ ରହସ୍ୟ ଉନ୍ମୋଚନ କଲେ ଡ୍ୟୁକ କି ହୋଲ୍ଡରନେସ୍ ହଲ୍ ବା ସେ ହେଉଛନ୍ତି ଅର୍ଲ ବା ଇଂଲଣ୍ଡର ଗୋଟେ ସମ୍ଭ୍ରାନ୍ତ ପରିବାର। ତେଣୁ କରିକି ତାଙ୍କର ଏଇଟା ପୂର୍ବପୁରୁଷରୁ ଏଇଟା ରହିଆସିଛି। କ'ଣ ସେ ଯେତେବେଳେ ଯୁଦ୍ଧକୁ ଯାଉଥିଲେ ବା କୌଣସି କାରଣରୁ ଘୋଡ଼ା ନେଇକି ଯାଉଥିଲେ, ତା ଘୋଡ଼ା ପାଦରେ ବା ଖୁରାରେ ଯେଉଁ ନାଲ ଲଗାଉଥିଲେ ସେଟା ଗୋରୁ ଖୁରା ପରି ଯେତେବେଳେ ପାଦ ପଡ଼ିବ ବା ତାର ଚିହ୍ନ ଦେଖାଯିବ ସେଟା ଗୋରୁ ଖୁରା ପରି ଜଣାପଡ଼ିବ। ଭାବିବା କି ଗୋରୁ ଗାଈ ଯାଇଛନ୍ତି, କିନ୍ତୁ ପ୍ରକୃତରେ ଘୋଡ଼ାରେ ଯାଇଛନ୍ତି। ତେଣୁକରି ଭ୍ରମରେ ପଡ଼ିବ। ତାପରେ ଏସବୁ ହୋଲ୍ଡରନେସ୍ର ମଧ୍ୟଯୁଗୀୟ ଲୁଣ୍ଠନକାରୀ ବାରନ୍ଙ୍କର ବୋଲି ଅନୁମାନ କରାଯାଏ। ତାପରେ ହୋମ୍ସ ଆଲମିରାଟା ଖୋଲି ସେ ନାଲରେ ଆଙ୍ଗୁଠି ମାରିଲେ। ତାଙ୍କ ହାତରେ ପତଳା କାଦୁଅ ଲାଗିଗଲା। କାଚ ଦରଜାଟା ବନ୍ଦ କରିଦେଇ ସେ କହିଲେ, ଧନ୍ୟବାଦ ଆଜ୍ଞା। ଉତ୍ତର ଇଂଲଣ୍ଡରେ ମୋ ଦେଖିବାରେ ଏହା ହେଲା ଦ୍ୱିତୀୟ ଚିତ୍ତାକର୍ଷକ ପଦାର୍ଥ।
ତାମାନେ ସେର୍ଲକ୍ ହୋମ୍ସ ସେଇ ଯେଉଁ ନାଲକୁ ହାତ ମାରିକି ଦେଖିଲେ ସେଥିରେ କାଦୁଅ ଲାଗିଛି, କାରଣ ଜଙ୍ଗଲ ଭିତରେ ସେଇ ନାଲକୁ ଲଗେଇକି ଯାଇଥିଲେ। ସେଟା ଘୋଡ଼ାରୁ କାଢ଼ିକି ଆଣିକି ପୁଣି ରଖିଲା ପରେ ତାର ନାଲରେ କାଦୁଅ ଲାଗିଥିଲା। ସେ ସେୟା କହୁଛନ୍ତି କି ଲଣ୍ଡନରେ, ଉତ୍ତର ଲଣ୍ଡନରେ ମୋ ଦେଖିବାରେ ଏହା ଦ୍ୱିତୀୟ ଚିତ୍ତାକର୍ଷକ ପଦାର୍ଥ। ଆଉ ପ୍ରଥମ, ଡ୍ୟୁକ୍ ପଚାରୁଛନ୍ତି ପ୍ରଥମଟା କ'ଣ? ହୋମ୍ସ ଚେକ୍ ଖଣ୍ଡ ଚଉତାଇ ଯତ୍ନରେ ତାକୁ ନୋଟବୁକ୍ରେ ରଖି କହିଲେ, ମୁଁ ବଡ଼ ଗରିବ ଆଜ୍ଞା। ଏତିକି କହି ସେ ନୋଟବୁକ୍ଟା ପକେଟ ଭିତରେ ପୁରାଇ ଦେଲେ। ତାମାନେ ପ୍ରଥମ ଆଶ୍ଚର୍ଯ୍ୟକର ଘଟଣା ହେଉଛି ସେର୍ଲକ୍ ହୋମ୍ସ ହେଉଛନ୍ତି ଗରିବ, ମାନେ ସେ କହୁଛନ୍ତି ଦେଖନ୍ତୁ କେମିତି। ଆଉ ଦ୍ୱିତୀୟ ଘଟଣା ହେଉଛି ଗୋରୁ ଖୁରା ଆକୃତିର ଘୋଡ଼ାର ନାଲ। ଏଇଟା ହେଉଛି ଦ୍ୱିତୀୟ ଆଶ୍ଚର୍ଯ୍ୟ ଘଟଣା। ସେ ଦେଖିଲେ ଏଇପରି ଶେଷ ହେଲା ଆମର କାହାଣୀଟି। ଆଉ এই କାହାଣୀର ଚତୁର୍ଥ ଅଧ୍ୟାୟ ଶେଷ ହେଲା। ଆପଣମାନେ ଅନ୍ୟ ଅଧ୍ୟାୟ ସବୁ ୟୁଟ୍ୟୁବରେ ଯାଇକି ମୋ ଚ୍ୟାନେଲରୁ ଦେଖିପାରିବେ। ଏଇ ଚ୍ୟାନେଲରୁ ବା ପ୍ଲେ ଲିଷ୍ଟ ମୁଁ ତାକୁ କରିଦେଇଛି। ଆପଣ ଚ୍ୟାନେଲକୁ ଗଲେ ପ୍ଲେ ଲିଷ୍ଟରୁ ଦେଖିପାରିବେ। ଗୋଟେ ପରେ ଗୋଟେ କାହାଣୀ ସବୁ ଅଛି, ଅନ୍ୟ ଭିଡ଼ିଓ ସବୁ ଅଛି, ଦେଖିପାରିବେ। ତାପରେ ଆମେ ପର ଅଧ୍ୟାୟରେ ନୂଆ ଏକ କାହାଣୀ ଆରମ୍ଭ କରିବା। ତାପରେ ଦେଖିବା। ରହୁଛି ଏତିକିରେ, ଧନ୍ୟବାଦ।